ट्राफिक जाम रे आंबुलांस गुड़ा फसी जाଉଛି ସେଥିପାଇଁ ओडिशा पुलिस भाविला कि साइड रे गोटे लेन बाहर करदेले आंबुलांस आराम से जाई परियो କିନ୍ତୁ ଲୋକେ ଆହୁରି ଚାଲାକ ସେମାନେ କହିଲେ ଡାହାଣ ପଟ ତ ଜାମ୍ ହେଇଯାଉଛି ଆମେ ବାମ ପଟ ଯାଇକି ଠିଆ ହେଇ ପଡ଼ିବା। ସକାଳୁ ସକାଳୁ ମୁଁ ବାହାରି ଯାଇଥିଲି ସାଇଡ଼କୁ। ଆଜି ତ ବେଶୀ କିଛି କାମ ନଥିଲା ଆର୍କିଟେକ୍ଚର ସାର୍ ଆସିଥିଲେ ସାଇଡ଼ ଭିଜିଟ୍ କରିବା ପାଇଁ। ଦେନ୍ ମୁଁ ଲଞ୍ଚ ସାରିକି ମୋର ଗୋଟେ କାମ ଥିଲା ଲାଲଚାନ୍ଦରେ ତ ମୁଁ ଲାଲଚାନ୍ଦ ବାହାରିଲି। ଯେଉଁମାନେ ଲାଲଚାନ୍ଦ ଆସିଥିବେ କିମ୍ବା ଏପଟ ସାଇଡ଼କୁ କିଛି କାମରେ ଆସିଥିବେ ସେମାନେ ଜାଣିଥିବେ କି ଏପଟ ସାଇଡ଼ରେ ପାର୍କିଂ ପାଇବା ଭାଗ୍ୟରେ ଥିଲେ ମିଳେ। ମୋ କାମ ସରିଲା ଦେନ୍ ମୁଁ ଘରକୁ ଗଲାବେଳେ ଭାବିଲି ଟିକେ କାର୍ ୱାଶ୍ କରିଦେବି ବହୁତ ଦିନ ୱାଶ୍ ହେଇନଥିଲା ତ। ଜାଗମାର ଫୁଡ୍ କୋର୍ଟ ପାଖରେ ଯେଉଁ କାର୍ ୱାଶ୍ ସେଣ୍ଟରଟା ଅଛି ସେଇଠି କୁଆଡ଼େ ଭଲ ୱାଶ୍ କରେ ମୁଁ ଶୁଣିଥିଲି କିନ୍ତୁ କେବେ ୱାଶ୍ କରେଇ ନଥିଲି। ଯେତେ ନୂଆ ନୂଆ ଫୁଡ୍ କୋର୍ଟ ଖୋଲିଗଲେ ବି ଏଇ ଫୁଡ୍ କୋର୍ଟର ଟେଷ୍ଟ ଟିକେ ଅଲଗା। ସାଙ୍ଗମାନଙ୍କଠୁ ଯାହା ରିଭ୍ୟୁ ଶୁଣିଥିଲି ଆକ୍ଚୁଆଲିରେ ଏଇ ଜାଗାରେ ଭଲ ଗାଡ଼ି ଦେଉଛନ୍ତି। ତାପରେ ମୁଁ ଚାଲିକି ଆପାର୍ଟମେଣ୍ଟରେ ଗାଡ଼ି ପାର୍କ କରିଦେବି ଆଉ ଚାର୍ଜ ବି ବସାଇଦେବି। ଭାବିଲି ଆଜି ମୁଁ ବୁଲେଟ୍ରେ ସୁଇମିଂ କ୍ଲାସ୍କୁ ଯିବି। ବାହାରେ ମୁଁ ଯେତେ ଖାଇକି ଆସିଥିଲେ ବି ମାଆ ମୋତେ ବିନା ଖୁଆଇକି ବାହାରକୁ ଛାଡ଼ିବନି। ଆଜି ଆମ କଳିଙ୍ଗ ଷ୍ଟାଡିୟମରେ ଫାଷ୍ଟ ନ୍ୟାସନାଲ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଚାଲିଥିଲା। ଏଇଟା ଆମ ଓଡ଼ିଶାବାସୀଙ୍କ ପାଇଁ ବହୁତ ଗର୍ବର କଥା। ଆଉ ଏତେ ସୁନ୍ଦର ଥିଲା ମୁଁ ସବୁବେଳେ ଭଳିଆ ଲେଟ୍ରେ ପହଞ୍ଚିଲି ମ କିଛି ଦେଖିପାରିଲିନି ଖାଲି ଷ୍ଟାଡିୟମ ଦେଖିକି ଆସିଲି। ସୁଇମିଂ ସରିଲା ପରେ ମୁଁ ଚାଲିଲି ଘରକୁ। ଟାଟା ବାଏ ବାଏ କାଲି ଦେଖା ହବ।